ମୁଁ ଆଶା କରୁଛି ଆଜିର ଯେଉଁ କାର୍ଯ୍ୟକ୍ରମ ଏଇଟା ଗୋଟେ ସେଭଳି ଭିତ୍ତି ତିଆରି କରିବ ଏବଂ ଆଗାମୀ ଦିନରେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବ, ସଂଗଠନକୁ ସୁଦୃଢ଼ କରିବ। ଯେତେବେଳେ ଗଣତନ୍ତ୍ର ଦୁର୍ବଳ ହେବ, ସାମ୍ବିଧାନିକ ସଂସ୍ଥା ଗୁଡ଼ିକ ଦୁର୍ବଳ ହେବେ, ତାହେଲେ ସମ୍ବିଧାନ ଦୁର୍ବଳ ହେବ ନାହିଁ। ଦେଖନ୍ତୁ, କଂଗ୍ରେସର ବହୁଦିନ ପରେ ଗୋଟେ ବଡ଼ ଜାତୀୟ କାର୍ଯ୍ୟକ୍ରମ ଓଡ଼ିଶାରେ ହେଉଛି। ରାହୁଲ ଗାନ୍ଧୀ ଆସିଛନ୍ତି, ମଲ୍ଲିକାର୍ଜୁନ ଖଡ଼ଗେ ଆସିଛନ୍ତି, କେସି ବେଣୁଗୋପାଳ ଆସିଛନ୍ତି ଏବଂ ଯେଉଁଟା ରାହୁଲ ଗାନ୍ଧୀଙ୍କର ଯେଉଁ 3 ସୂତ୍ରୀ କାର୍ଯ୍ୟକ୍ରମ, ସମ୍ବିଧାନର ଯେଉଁ ମୂଳ ଢାଞ୍ଚା ଅଛି ତାକୁ ବଞ୍ଚାଇବା, ଧନୀ ମାନଙ୍କ ହାତରେ ଯେଉଁ ସବୁଯାକ ସମ୍ପତ୍ତି ଦେଶର ଠୁଳ ହେଉଛି ତାକୁ ରୋକିବା ଏବଂ ଲୋକଙ୍କୁ ପାଖକୁ ପହଞ୍ଚାଇବା, ଏ 3ଟା ପ୍ରସଙ୍ଗ ନେଇକି ରାହୁଲ ଗାନ୍ଧୀ ତାଙ୍କର ଭାଷଣରେ ଯାହା କହୁଛନ୍ତି ସେଇଟା କଂଗ୍ରେସ କର୍ମୀମାନଙ୍କୁ ଉତ୍ସାହିତ କରିବ। କିନ୍ତୁ ଉତ୍ସାହୀ କଂଗ୍ରେସ କର୍ମୀମାନଙ୍କ ଭିତରେ ସେ ଉତ୍ସାହଟାକୁ କେତେ ଦିନ ଆପଣ ଆଗକୁ ନେଇପାରୁଛନ୍ତି ସେଇଟା ବଡ଼ କଥା। କାରଣ ଓଡ଼ିଶାରେ କଂଗ୍ରେସର ସ୍ଥିତି ସୁଦୃଢ଼ ହେବା ପାଇଁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ ଏବଂ ମୁଁ ଆଶା କରୁଛି ଆଜିର ଯେଉଁ କାର୍ଯ୍ୟକ୍ରମ ଏଇଟା ଗୋଟେ ସେଭଳି ଭିତ୍ତି ତିଆରି କରିବ ଏବଂ ଆଗାମୀ ଦିନରେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବ, ସଂଗଠନକୁ ସୁଦୃଢ଼ କରିବ। ଦେଖନ୍ତୁ, ସମ୍ବିଧାନ ବିପଦରେ ଅଛି, ଏଇଟା ହେଉଛି ଅତି ସ୍ପଷ୍ଟ କଥା। କାରଣ ସମ୍ବିଧାନକୁ ବିପଦରେ ଅଛି ବୋଲିକି ଜାଣିବା ପାଇଁ 2-3ଟି ପଏଣ୍ଟ ଆପଣଙ୍କୁ ବୁଝିବାକୁ ପଡ଼ିବ। ପ୍ରଥମ କଥା ହେଉଛି ଯେ ପ୍ରତି ମୁହୂର୍ତ୍ତରେ ଯେଉଁମାନେ ସାମ୍ବିଧାନିକ ପଦପଦବୀରେ ଅଛନ୍ତି, ଧରନ୍ତୁ ସାମ୍ବିଧାନିକ ପଦବୀରେ ଥିବା ଉପରାଷ୍ଟ୍ରପତି ନିରନ୍ତର ସେ ସୁପ୍ରିମକୋର୍ଟ ଉପରେ ତାଙ୍କର ସମାଲୋଚନା ଜାରି ରଖିଛନ୍ତି, ବାରମ୍ବାର ଅନରେବଲ ଭାଇସ୍ ପ୍ରେସିଡେଣ୍ଟ ଯେଉଁଠିକି ଯାଉଛନ୍ତି ସେଠି ସେ କେଉଁଠି ନା କେଉଁଠି ସୁପ୍ରିମକୋର୍ଟକୁ ଟାର୍ଗେଟ୍ କରୁଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ମାନେ ଉପରାଷ୍ଟ୍ରପତି ସ୍ତରର ସାମ୍ବିଧାନିକ ଅଧିକାରୀ ଆଉ ଗୋଟେ ସାମ୍ବିଧାନିକ ସଂସ୍ଥା ବିରୁଦ୍ଧରେ ଏମିତି କେବେ କହିବାର ଇତିହାସ ନାହିଁ, ରେକର୍ଡ଼ ନାହିଁ। ଦ୍ୱିତୀୟ କଥା ହେଉଛି ଆପଣ ଯେଉଁଟା ସବୁଠୁ ବଡ଼ ସାମ୍ବିଧାନିକ ସଂସ୍ଥା ଯିଏ ଗଣତନ୍ତ୍ରର ପରିଚାଳନା କରେ, ଯାହାର ଉପରେ ଗଣତନ୍ତ୍ରର ସବୁ ସ୍ଥିତି ନିର୍ଭର କରେ, ଆପଣ ନିର୍ବାଚନ କମିଶନ ବିହାରରେ କ'ଣ କରୁଛି? 3 କୋଟି ଲୋକଙ୍କର ଭୋଟର ତାଲିକାରୁ ଆପଣ ନାଁ କାଟିଦେବେ ଏବଂ ସେମାନଙ୍କୁ କହିବେ 3 କୋଟି ଲୋକ ବର୍ତ୍ତମାନ ସମସ୍ତେ ଆସିକି କାଗଜ ଦେଖାନ୍ତୁ ଏବଂ କ'ଣ କାଗଜ ଦେଖାଇବେ ଯେଉଁଥିରେ ସୁପ୍ରିମକୋର୍ଟ ନ କହିବା ପର୍ଯ୍ୟନ୍ତ କୁହାଗଲା ଯେ ନାଇଁ ଆଧାର କାର୍ଡ଼ ତୁମର ପ୍ରମାଣପତ୍ର ନୁହଁ, ଭୋଟର ଆଇଡି କାର୍ଡ଼ ତୁମର ପ୍ରମାଣପତ୍ର ନୁହଁ, ରାସନ କାର୍ଡ଼ ପ୍ରମାଣପତ୍ର ନୁହଁ, ତାହେଲେ ଲୋକ କେଉଁଠୁ ଆଣିବେ? ବାର୍ଥ ସାର୍ଟିଫିକେଟ୍ କେତେ ମିଳେ ଦେଶରେ? କେତେ 2% 3% ଲୋକଙ୍କର ବି ଆମର ପାସପୋର୍ଟ ନାହିଁ। ଯେତେବେଳେ ଗଣତନ୍ତ୍ର ଦୁର୍ବଳ ହେବ, ସାମ୍ବିଧାନିକ ସଂସ୍ଥା ଗୁଡ଼ିକ ଦୁର୍ବଳ ହେବେ, ତାହେଲେ ସମ୍ବିଧାନ ଦୁର୍ବଳ ହେବ ନାହିଁ। ଦେଖନ୍ତୁ, କଂଗ୍ରେସ ଏ ଦେଶର ସମ୍ବିଧାନକୁ ଏ ଦେଶର ଜନତା ତିଆରି କରିଥିଲେ। ଯଦି ସମ୍ବିଧାନକୁ କିଏ ଆକ୍ରମଣ କରିବ ତାହେଲେ ଏ ଦେଶର ଜନତା ହିଁ ତାକୁ ବଞ୍ଚାଇବେ, କୌଣସି ଦଳ ନୁହଁ। ସମ୍ବିଧାନ ଯଦି ସଙ୍କଟ ରହିବ ସେତେବେଳେ ସବୁ ଲୋକ ଏକାଠି ହେଇକି ସମ୍ବିଧାନକୁ ବଞ୍ଚାଇବେ, ଗଣତନ୍ତ୍ରକୁ ବଞ୍ଚାଇବେ। କଂଗ୍ରେସ ଲୋକଙ୍କୁ ନେଇକି ଯିବ ସମ୍ବିଧାନକୁ। ଦେଖନ୍ତୁ, କଂଗ୍ରେସ ଏଜ୍ ଏ ପାର୍ଟି କ'ଣ କରିବ ନ କରିବ ସେଇଟା କଂଗ୍ରେସର ନେତାମାନେ କହିପାରିବେ, କିନ୍ତୁ ଜଣେ ନାଗରିକ ଭାବରେ ଆମେ ଗୋଟିଏ କଥା କହିପାରିବା ଯେ ଯଦି କେତେବେଳେ ବି ସମ୍ବିଧାନ ସଙ୍କଟରେ ରହିବ ତାହେଲେ ଏ ଦେଶର ଜନତା ତାକୁ ସୁରକ୍ଷା ଦେବା ପାଇଁ ସବୁ ପ୍ରକାରର ବଳିଦାନ ଦେଇକରି ପ୍ରସ୍ତୁତ ହେବେ। ଦେଖନ୍ତୁ, ସୁନିତା ବିଶ୍ୱାଳ ସେ 2019 ନିର୍ବାଚନ ଲଢ଼ିଥିଲେ, ତାପରଠୁ ସେ ବିଜେଡ଼ିରେ ସେମିତି କିଛି ସକ୍ରିୟ ନଥିଲେ ଏବଂ ମୂଳତଃ ସେମାନେ ହେଉଛନ୍ତି ନ୍ୟାଚୁରାଲ କଂଗ୍ରେସୀ। ଯେଉଁ କଂଗ୍ରେସ ନେତାମାନେ ବିଜେଡ଼ିକୁ ଯାଇଛନ୍ତି ସେମାନେ ଆପେ ଆପେ କଂଗ୍ରେସକୁ ଫେରିବେ। କାରଣ ଯିଏ ବି ଯାଇଛି, ସେ ପ୍ରଫୁଲ୍ଲ ମାଝୀ ହୁଅନ୍ତୁ, ପ୍ରଦୀପ ମାଝୀ ହୁଅନ୍ତୁ, ସୁନିତା ବିଶ୍ୱାଳ ହୁଅନ୍ତୁ, ଚିରଞ୍ଜୀବୀ ବିଶ୍ୱାଳ ହୁଅନ୍ତୁ, ଏମାନେ ବିଜେଡ଼ି ଭିତରେ କାହାକୁ ସେମିତି କିଛି ଗୋଟେ ଖାସ୍ ଗୁରୁତ୍ୱ ମିଳିନାହିଁ। ତେଣୁ ସେମାନେ ଅଗତ୍ୟା ବିଜେଡ଼ି ଛାଡ଼ିକରି କଂଗ୍ରେସକୁ ଫେରିବାଟା ତାଙ୍କ ପାଇଁ ବି ଠିକ୍ ହେବ ଏବଂ ବିଜେଡ଼ିର ସେମିତି କିଛି ବିଶେଷ କିଛି କ୍ଷତି ହେବ ନାହିଁ। କାରଣ ସେମାନେ ଯାଇକରି ବିଜେଡ଼ିରେ କିଛି ଲାଭ କରିନାହାନ୍ତି କିମ୍ବା କଂଗ୍ରେସକୁ ଫେରି ଆସିଲେ କଂଗ୍ରେସ ବହୁତ ବଡ଼ ସୁଦୃଢ଼ ହେବ ଏ ନେତାମାନଙ୍କ ଦ୍ୱାରା, ସେଇଟା ମଧ୍ୟ ନୁହଁ। କାରଣ ଯେଉଁ ନେତାମାନେ ଧରନ୍ତୁ ଅସମୟରେ ଦଳ ଛାଡ଼ିକିରି ଯାଆନ୍ତି ସେମାନେ ପୁଣି ଫେରି ଆସିଲେ ଯେ ଦଳ ସୁଦୃଢ଼ ହେବ କିଛି ନୁହଁ, ନମ୍ବର ବଢ଼ିବ। କଂଗ୍ରେସ ଯଦି ବଢ଼ିବ ତାହେଲେ ଗୋଟେ ଆଦର୍ଶଗତ ଭାବରେ ବଢ଼ିବ, ନେତାଙ୍କୁ ନେଇକରି କଂଗ୍ରେସ ବଢ଼ିବ ନାହିଁ, କର୍ମୀ କାର୍ଯ୍ୟକର୍ତ୍ତାଙ୍କୁ ନେଇକରି ବଢ଼ିବ। ବେକ, ପିଠି, ଅଣ୍ଟା, ଆଣ୍ଠୁ ଆଦି ସମସ୍ତ ଦରଜର एकमात्र तैल श्री संजीवनी पेन रिलीफ ऑयल। श्री संजीवनी लगैले जमा बिंदीवनी। श्री संजीवनी पेन रिलीफ ऑयल हर दर्द को समझे, रखे सबका ख्याल।